ସତ୍ୟର ହେଲା ବିଜୟ। ନାବାଳିକା ଅସଦାଚରଣ ମାମଲାରେ ଗୋସାଣୀ ନୂଆଗାଁ ଅଞ୍ଚଳର ଉଲ୍ଲାସ ସାହୁ ନିର୍ଦ୍ଦୋଷରେ ହେଲେ ଖଲାସ। ଜଣେ ନାବାଳିକାକୁ ରାସ୍ତା ମଝିରେ କମେଣ୍ଟ ମାରିବା ସହିତ ଅସଦାଚରଣ କରିବା ଏବଂ ବିଭିନ୍ନ ଧମକ ଦେବା ମାମଲାର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ମଙ୍ଗଳବାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନିର୍ଦ୍ଦୋଷ ସାବ୍ୟସ୍ତ ଜଣକ ହେଲେ ଗୋସାଣୀ ନୂଆଗାଁ ଅଞ୍ଚଳର ଶଙ୍କର ସାହୁ ଓରଫ ଉଲ୍ଲା। ସୂଚନାଯୋଗ୍ୟ ଯେ 2023 ମସିହା ଅକ୍ଟୋବର ମାସରେ ଅଞ୍ଚଳର ଜଣେ 17 ବର୍ଷର ନାବାଳିକାଙ୍କୁ ଉଲ୍ଲା ବିଭିନ୍ନ ସମୟରେ ରାସ୍ତା ମଝିରେ ଅର୍ଥାତ୍ ସର୍ବସମ୍ମୁଖରେ କମେଣ୍ଟ କରିବା ଅଭିଯୋଗରେ ପୋଲିସ ଉଲ୍ଲାଙ୍କୁ ଗିରଫ କରିଥିଲା। ଏହି ମାମଲା ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକଙ୍କ କୋର୍ଟରେ ବିଚାରଣା ଚାଲିଥିଲା। ବିଚାରଣା ଚାଲିଥିବା ବେଳେ ମୋଟ 3 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଉଲ୍ଲାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅପରପକ୍ଷରେ କିଛି ରାଜନୈତିକ ନେତା କୂଟ ଚକ୍ରାନ୍ତ କରି ତାଙ୍କୁ ଏହି ମିଥ୍ୟା କେସ୍ରେ ଗିରଫ କରି ଜେଲ୍ ପଠାଇଥିଲେ। ସେ ଜେଲ୍ ଯିବା ଦିନ ନୃସିଂହ ଭଗବାନଙ୍କୁ ଡାକିଥିଲେ ଯେ ଯେଉଁମାନେ ମୋତେ ମିଥ୍ୟା କେସ୍ରେ ଫସାଇଛନ୍ତି ସେମାନେ ଧ୍ୱଂସ ହୋଇଯିବେ। ଜାମିନ ପାଇ ଜେଲ୍ରୁ ମୁକୁଳିବା ପରେ ଖାଲି ପାଦରେ ସେ ଜେଲ୍ରୁ ଚାଲି ଚାଲି ଆଖିରୁ ଲୁହ ଗଡ଼ାଇ ସୁକୁଣ୍ଡା ସ୍ଥିତ ଭଗବାନ ନୃସିଂହଙ୍କ ନିକଟକୁ ଯାଇ ଦୀପ ଦାନ କରିଥିଲେ। ତେବେ କୋର୍ଟଙ୍କ ଉକ୍ତ ରାୟ ପରେ ଆଜି ସତ ସାମ୍ନାକୁ ଆସିବା ସହିତ ଉଲ୍ଲା ସାହୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସୂଚନା ମିଳିଛି।